କରୁଛୁ ଆମ ଆଧ୍ୟାତ୍ମିକ ଚ୍ୟାନେଲ ଦୈବାଚନକୁ। ମାଳିକା କଥା ଅନେକ ଜୟ ଜଗନ୍ନାଥ, ନମସ୍କାର। ଅନେକ କଥା ମାଳିକା ଅନେକ ଆଲୋଚନା କରାଯାଉଛି, ଯେହେତୁ ଅନେକ ମାଳିକା କଥା କରେ, ଯେହେତୁ ଆପଣ ମାଳିକା କଥା କହୁଛନ୍ତି, ପ୍ରଥମେ ଆମ ଚ୍ୟାନେଲ ପ୍ରଥମକୁ ଆଜିକି ପାଦ ଦେଲେ। ଆଜି କଣ କହିବେ, ମାଳିକାରେ କଣ ଲେଖା ହେଇଛି, ଆଗକୁ କଣ ଘଟଣା ମାନ ଘଟିବ? ବାସ୍ତବ ତ ଅନେକ ମାଳିକା ଯାହାକି ଲେଖାଯାଇଛି, ମହାପୁରୁଷ 600 ବର୍ଷ ଯାହା ଲେଖିଥିଲେ ଘଟଣା, ତା ବାସ୍ତବତା ଘଟଣା ଘଟି ଯାଉଛି, ତାହା ବାସ୍ତବ ସତ ହଉଛି। ଆପଣ ଯେହେତୁ ମାଳିକା କଥା କହୁଛନ୍ତି, ମାଳିକା କଥାକାର ହିସାବରେ ଭବିଷ୍ୟ ମାଳିକାରେ ମହାପୁରୁଷ କଣ କଣ ଲେଖିଛନ୍ତି? ଜୟ ଜଗନ୍ନାଥ, ଓଡ଼ିଶାବାସୀଙ୍କୁ ମୋର ଆଭୂମ ପ୍ରଣାମ। ଚ୍ୟାନେଲରୁ ମହାପୁରୁଷ କଣ ସବୁ ଲେଖିଛନ୍ତି, ମୁଁ ବୋଧେ ମୁଁ ଯାହା କହିବି ସତ୍ୟ ହିଁ କହିବି ଯେ ଏ ଜନ୍ମ ମୋର ବିତିଯିବ, ଏ ଜନ୍ମ ବିତିଗଲେ ବି ମୁଁ ମାଳିକା ସବୁ ପଢିପାରିବି ନାହିଁ, ବି ବିଶ୍ୱାସ ନୁହେଁ। 1,85,000 ଗ୍ରନ୍ଥ, 1,85,000 ଗ୍ରନ୍ଥ ମହାପୁରୁଷ ରଚନା କରିଛନ୍ତି। 1,86,000 ଗ୍ରନ୍ଥ ଅଛି, 1,85,000 ଗ୍ରନ୍ଥ। 1,00,000 ଗ୍ରନ୍ଥ ଯୋଉଠି ପୂର୍ଣ୍ଣ ହେଲା ସେଟା ହଉଛି ଲକ୍ଷ୍ମୀଧର ବିଳାସ। ମହାପୁରୁଷଟି କହିଲେ ଯେ 1,00,000 ଗ୍ରନ୍ଥ ଜଣି ସମ୍ପୂର୍ଣ୍ଣ ଲକ୍ଷ୍ମୀଧର ବିଳାସ, ଠାବେ ଠାବେ ନାମ ଗାଇବେ ମୋର ଭକ୍ତ ଦାସ। ମହାପୁରୁଷ କହିଲେ ରାମରେ ଯୋଉ 1,00,000 ଗ୍ରନ୍ଥ ସମ୍ପୂର୍ଣ୍ଣ ହେଲା, କହିଲେ ବାବୁ 1,00,000 ଗ୍ରନ୍ଥ ସମ୍ପୂର୍ଣ୍ଣ ହେଇଗଲା, ଏଣୁ ଏଇ ଗ୍ରନ୍ଥକୁ ଠାବେ ଠାବେ ମୋ ଭକ୍ତ ମାନେ ଗାନ କରିବେ। ଏଣୁ 1,00,000 ଗ୍ରନ୍ଥକୁ, 1,85,000 ଗ୍ରନ୍ଥକୁ କେହି ଛାତିରେ ହାତ ଦେଇ କହିପାରିବନି ଯେ ମୁଁ ସବୁ ତାକୁ ପଢି ଦେଇଛି ବୋଲି। 12 ସ୍କନ୍ଧ ଭାଗବତ ହେଇଛି ନା ଅଛି, ତାକୁ ପଢିଦବା ନା ନୃସିଂହ ପୁରାଣ ସପ୍ତମ ରତ୍ନାକର ପର୍ଯ୍ୟନ୍ତ ଅଛି, ପଢିଦବା। 1,85,000 ଗ୍ରନ୍ଥ କିଏ ପଢିବ? ସବୁ ଗ୍ରନ୍ଥ ତ ମୁଁ ପଢିନି, କାହିଁକି ବାହାସ୍ପଟ ମାରିବି କାହା ଭଳି, କିନ୍ତୁ ତଥାପି ମହାପୁରୁଷ ଯାହା ଲେଖିଛନ୍ତି ସେ ଅକ୍ଷର ଅକ୍ଷରେ ସତ ହେବାକୁ ଯାଉଛି। ଆଜ୍ଞା କଣ ଘଟଣା, ମାନେ ମହାପୁରୁଷ ଯାହା ବିସ୍ତୃତ ଆଲୋଚନା ଲେଖିଛନ୍ତି, କଣ କଣ ଯେତିକି ଆପଣ ପଢିଛନ୍ତି ମାଳିକା କଥା କହୁଛନ୍ତି, କଣ କଣ ମହାପୁରୁଷ ସବୁ ଲେଖିଛନ୍ତି? ଶୁଣନ୍ତୁ ଆଜ୍ଞା, ମାଳିକା କହିବାକୁ ଗଲେ ଏଇ ଯୋଉ ଲେଖା ମାନେ ଆପଣଙ୍କର ଯୋଉ ତାଳପତ୍ର ପୋଥି ହେଲା କିମ୍ବା ତାମ୍ର ପାତ୍ର ହେଲା, ତମ୍ବା ପାତିଆରେ ଯୋଉ ଲେଖା ହଉଛି ବା ଅଛି ଦେବନାଗରୀ ଭାଷା, ତାକୁ ତ ଅନ୍ୟମାନେ କେହି ପାଇନାହାନ୍ତି। ଇଏ ଯୋଉ ଆମର ରତ୍ନାକର ଚଇନି ହେଲେ, ରତ୍ନାକର ଦାସ ହେଲେ, ବୁଧିଆ ବାବା ହେଲେ, ଏମାନେ ସବୁ ମାଳିକାକୁ କିଛି କିଛି ଉଦ୍ଧାର କରିଛନ୍ତି। କାଳୀମାତା ଠାରୁ ସେ ପାଣ୍ଡୁଲିପି ନେଇ ବା ସେ ଯୋଉ ତାଳପତ୍ର ନେଇ ତାକୁ କିଛି ଉଦ୍ଧାର କରିଛନ୍ତି, ଯାହାକୁ ପ୍ରିଣ୍ଟ କରିଛନ୍ତି, ପ୍ରିଣ୍ଟ ମାଳିକା। ସେ ପ୍ରିଣ୍ଟଟା ଯେ କେତେ ଦୂର ଠିକ୍ ମୁଁ ବି ତାକୁ କାହିଁକି ଗ୍ରହଣ କରୁନି। ଯୋଉ ପ୍ରିଣ୍ଟଟା ହେଇଛି, ଆମ ଯୋଉ ବହି ମାଳିକା ଯୋଉ ପଢୁଛନ୍ତି ଆପଣଙ୍କର ଚକଡ଼ାମାଳା ହଉ କିମ୍ବା ଶିବକାକ ହଉ, ଯୋଉ ମାଳିକା ବି ହଉ ଆପଣଙ୍କ, ସେଇଟା କେଦୂର ସେ ପଦଗୁଡ଼ା ଠିକ୍, ତାହେଲେ ମୁଁ ତାକୁ ଗ୍ରହଣ କରୁନି। କାହିଁକିନା ମହାପୁରୁଷ ଲେଖିଥିଲେ ଅନେକ କଥା, ଯେ କଣ ଗୋଟା ଭୋଗ ରାଗ କରାଉଛି, କଣ ଗୋଟା ଭୁଞ୍ଜିଲା କେଉଁ ନୁହଁ କଣ। ସେତେବେଳେ 600 ବର୍ଷ ତଳେ ଯୋଉ ଭାଷା ଥିଲା ବା ଶବ୍ଦକୋଷ ଥିଲା, ସେ ଶବ୍ଦକୋଷ ଏବେ ଇଏ ଯୋଉ ବହି ମାଳିକା ପ୍ରିଣ୍ଟ ମାଳିକାରେ ତାକୁ ମୁଁ କାହିଁ ଅନୁଭବ କରି ପାରୁନି। ତେଣୁ ସେଇ ମାଳିକାକୁ କେତେରୁ ମୁଁ ଗ୍ରହଣ କରିପାରୁନି, ଏଇଥିପାଇଁ ମାଳିକା ଅଛି ସବୁ ଯାକ ସଠିକ୍ ନାହିଁ। ତଥାପି ମହାପୁରୁଷ ମାଳିକା ମୁଁ ଯେତିକି ଜାଣିଛି ମୋ ଜ୍ଞାନ ଅନୁଯାୟୀ, ସ୍ୱଳ୍ପ ଜ୍ଞାନ ଅନୁଯାୟୀ, ଯେ ଏଇ ହେଇଗଲା, ଏଇ 26 ମସିହା ହେଇଗଲା, 25 ମସିହାରେ ଭାଙ୍ଗିଯିବ ସେ ବନ୍ଧ ହୀରାକୁଦ, ଇଏ ସବୁ ଆଜ୍ଞା ମିଛ, ଲୋକଙ୍କୁ ଭୁଆଁ ବୁଲେଇବା କଥା। ମାଳିକା ଏମାନେ ସେମାନେ ଜାଣିପାରୁନାହାନ୍ତି କଣ, କିନ୍ତୁ ପ୍ରକୃତ ଭାବରେ ମୋ ସ୍ୱଳ୍ପ ଜ୍ଞାନରେ 27 ଠାରୁ କିଛି କିଛି ଖଡକା ଲାଗିବ ବା ଆରମ୍ଭ ହବ। ମହାପୁରୁଷଙ୍କର ମାଳିକା ଯେତିକି ମୋର ସ୍ୱଳ୍ପ ଜ୍ଞାନରେ ଜାଣିଛି, 27ରୁ ଯାହା କହୁଛନ୍ତି ଜାଣିଛନ୍ତି 2027 ମସିହା ଯାହା ଯାହା ଘଟଣା ଘଟିବ ଆମ ଦର୍ଶକ ମାନଙ୍କୁ ବିସ୍ତୃତ ଭାବେ ଆଲୋଚନା କରିଦିଅନ୍ତୁ। ଦର୍ଶକ ମାନଙ୍କୁ ତ ମୁଁ ସବୁବେଳେ କହି ଚାଲିଛି, 27 ଠାରୁ ଆପଣଙ୍କର ଏଇ ଯୋଉ ବନ୍ୟା ହେଲା କି ବାତ୍ୟା ହେଲା, ଇଏ ତ ଦୈବ ସବୁବେଳେ ପାଇଁ ଅଛି। 19 ମସିହାରେ ବି ହେଇଥିଲା, 74 ମସିହାରେ ବି ହେଇଥିଲା, ଏମିତି ତ କେତେ ବାତ୍ୟା ବନ୍ୟା ଗଲାଣି ଚାଷୀମାନଙ୍କ ପାଇଁ, ସେ ତ ହଏ, ସେଇଟା ଗୋଟା କଥା ନୁହେଁ। କିନ୍ତୁ 27 ଠାରୁ ଆପଣଙ୍କର ଅନ୍ଧାର ଆସିବ, ଯୋଗିନୀ ବୁଲିବେ ଏବଂ ବିଭିନ୍ନ ରୋଗ ବା ଅଚିହ୍ନା ରୋଗ ବ୍ୟାପିବ ସଂସାରେ। 27 ମସିହା 28 ମସିହା ତା କହୁଛି, ଭଲ ନ ହୋଇବ ଔଷଧାରିରେ କ୍ରମେ ଧର୍ମ ହେବ ସଂକୁଚିତ, ଭିକ୍ଷାସୀ ସଂଖ୍ୟା ବଢ଼ିବ ବହୁତ, ଗ୍ରାମରୁ ଭାଗବତ ଉଠିଯିବ,
তিলে মাত্র থরে পোড়া নহেব ঘরে ঘরে ভাগবত সাই বলিবে আম্ভ সম কেহি নাই আম্ভে ব্রহ্মাণ্ড মধ্যে তুষার ভাগবত গাদি অছি আম্ভর এনে পছকে গাদি উই খাই ଯିବେ তিলে মাত্র তাকু দৃষ্টি ন দেবে প্রতি গ্রামে মৃদঙ্গ পণ পণ উচ্চ স্বরে ডাকুথিবে চৈতন্য মালা তিলক নথিব হৃদୟରେ ଖାଲି ନୃତ୍ୟ କରୁଥିବେ ଗର୍ବରେ ପ୍ରଭରୁ ସୁନା ଚୋରାଇ ଆଣି ଘରେ ରଖିବେ ପ୍ରମାଦ ନଗଣି ଆଗ ଖଡ଼ି ନ ଛୁଗଣ କରିବେ ବସି ବିଦ୍ୟା ଅଧ୍ୟୟନ କେତେ ଲୋକ ବିବାହନ କରି ସନ୍ନ୍ୟାସୀ ଦୀକ୍ଷାକୁ ଧରି ଏ ତ ଅନେକ କଥା ଆଜ୍ଞା ମୋର ଯାହା ମନେ ପଡ଼ିଲା କହିଦେଲି ଆପଣ ତ ମୁଁ ବାହାରେ ଅଛି ମୁଁ ତ ରହେ ନାହିଁ ରାସ୍ତାରେ ଅଛି ଗୋଟେ ଜାଗାରେ ବସିକିରି ଆପଣଙ୍କୁ କହୁଛି କିନ୍ତୁ ଏ ତ ଅନେକ କଥା ମନେ ଯଦି ପଡ଼ିଗଲା ଆଉ କ'ଣ ବହି ନା ଖାତା ମୋର ତ ଖାତା ନାହିଁ କି ବହି ନାହିଁ ଖତିଆର ନାହିଁ ଯାହା ମନେ ପଡ଼ିବ କହିଦେଲି ତେଣୁ ଏଇ ସବୁ ଘଟଣା ଘଟି ଚାଲିଛି ଏବେ ମହାପୁରୁଷଙ୍କ ଲେଖାରେ ଆପଣ ଅନୁଭବ କରନ୍ତୁ ଦର୍ଶକମାନେ ମଧ୍ୟ ଅନୁଭବ କରନ୍ତୁ ମୁଁ ଯଦି କହିଗଲି ଏ ଚାଲିନି କି ଏବେ ଆଗେ କ'ଣ ହଉଥିଲା ନା ବ୍ରହ୍ମା ବିଷ୍ଣୁ ମହେଶ୍ୱର ଗୋଟେ ଘରେ ଗ୍ରହ ବି ପ୍ରଜାକୁ ନାହାକ କୁହନ୍ତି ଗ୍ରହ ବି ପୁରା ଆସିବେ ଛୋଟ ପିଲାକୁ ତାର ହଳଦୀ ବଟା ହବ ତା ମୁଣ୍ଡରେ ବୋଳା ହବ ସେ ଦୁବ ଚାଉଳ ପଡ଼ିବ ତାକୁ ନାହାକ କରିବେ ଘରର ନାହାକ ସେ ତାକୁ ଖଳି ଛୁଆଇବେ ତିନିଟା ଗୋଳ ଲେଖିବେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ତାପରେ 4 ପାଠ ସେ ବିଦ୍ୟାକୁ ଯିବେ ଏବେ କିନ୍ତୁ ଆମେ କ'ଣ କରୁଛେ ନା କେଜି ହିସାବ ହେଇଯାଇଛି ତୁମ ପୁଅ କେତେ କେଜିରେ ପଡ଼ୁଛି ନା KG2 KG3 ତାମାନେ କେତେ କଥା ଚିନ୍ତା କରନ୍ତୁ ମହାପୁରୁଷଙ୍କ ଲେଖା ତିଳେ ତିଳେ ଘଟୁଛି ଘଟି ଚାଲିବ ମଧ୍ୟ କିନ୍ତୁ ଏ ସବୁ ଦେଖନ୍ତୁ ଭାଗବତ ଟୁଙ୍ଗି ଆଉ ଗାଁରେ ଅଛି କି ସେ କଥା ମହାପୁରୁଷ କହିଲେ ଗ୍ରାମରୁ ଭାଗବତ ଉଠିଯିବ ତିଳେ ମାତ୍ର ଥରେ ପଢ଼ା ନ ହେବ ଘରେ ଘରେ ଭାଗବତ ସାଇ ବୋଲିବେ ଆମ୍ଭ ସମ କେହି ନାହିଁ ଘରେ ଘରେ ସବୁ ଭାଗବତ ଗାଦି କରିଦେଇଛନ୍ତି ଯୋଉ ଗାଦି କି ଉଇ ଖାଇଗଲାଣି ତାକୁ ଦେଖିବାକୁ କେହି ନାହିଁ କିନ୍ତୁ ମୋର ତ ଭାଗବତ ଗାଦି ଅଛି ଆଉ ଏ ଗାଁ ଭିତରେ ମୁଁ ସାରା ଆଉ ଏମିତି ବହୁତ ଆତ୍ମଗର୍ବୀ ଲୋକ ବାହାରିବେ ଅହଙ୍କାରୀ ବାହାରିବେ ଶେଷରେ ସେ ଦମନ ହେବେ ଆପଣଙ୍କର ପ୍ରକୃତ ଯେଉଁମାନେ ରକ୍ଷା ହେବେ କୋଉମାନେ ରକ୍ଷା ହେବେ ମହାପୁରୁଷ କହିଲେ ନା ସୂର୍ଯ୍ୟ ଏକାକ୍ଷର ମନ୍ତ୍ରରାଜ ଏକାକ୍ଷର ଅବନା ଅଜପା ଆପଣଙ୍କର ଯୋଉ ରହିଲା ଯେ କି ବ୍ରହ୍ମ ଗାୟତ୍ରୀ ଚତୁଷ୍ପୁରା ଗାୟତ୍ରୀ ରୂପ ବସାଣ ଯୁଗ୍ମ ବସାଣ ଶୂନ୍ୟ ବସାଣ ଏ ସବୁ ଅନେକ କଥା ଅଛି ଆଜ୍ଞା ମନ୍ତ୍ର ଅନେକ ଅଛି ଯେଉଁମାନେ ଏଇଆକୁ ସାଧନାରେ ସିଦ୍ଧି ହେଇଥିବେ ଏବଂ ଜପ କରୁଥିବେ ସେଇ ହିଁ ପ୍ରଭୁଙ୍କ ଦର୍ଶନ କରିବେ ଏଇଟା ଧ୍ରୁବ ସତ୍ୟ ଅନ୍ୟମାନେ ଦାଢ଼ି ରଖି ବାଡ଼ି ଧରି ସେ ଗେରୁଆ ପିନ୍ଧି ଅରୁଆ ଖାଇ ହରିଓମ କହିଲେ ସେ କିଛି ହେବନି ଗହଣା ମାଳି ପକେଇ ଗହଣା ମାରିଲେ କିଛି ନାହିଁ କ'ଣ ବୁଝୁଛନ୍ତି ଅନେକ କଥା ମହାପୁରୁଷ ଅନେକ କଥା ଲେଖି ଯାଇଛନ୍ତି ଆଜ୍ଞା ଲେଖିଛନ୍ତି କ'ଣ କ'ଣ ଯୋଉ ଲେଖିଛନ୍ତି ଅନେକ ଘଟଣା ମାନ ଘଟିବ ଯାହାକି ବାସ୍ତବ ତ ସେୟା ଘଟି ଯାଉଛି ବର୍ତ୍ତମାନ ଚାଲିଛି କଳି ଯୁଗରେ ମହାପୁରୁଷ କ'ଣ ଲେଖିଛନ୍ତି କଳି ଯୁଗରେ ପର ବିଚାର ଚାଲିଛି ମହାପୁରୁଷ କ'ଣ ବିଷୟ ଆଲୋଚନା କରିଛନ୍ତି ମହାପୁରୁଷ ଆଜ୍ଞା ସବୁ ତ ଫୋନରେ କହିହବନି ଆପଣ ଚ୍ୟାନେଲରେ ବସିଲେ କହିବେ ନା ଆଉ ଫୋନରେ କ'ଣ ଏତେ କଥା କହିହବ ଆଜ୍ଞା ମୁଁ ତ ବାହାରେ ଅଛି ଏଇ ଯୋଉ ଫୋନ ଲାଇଭ୍ ଚାଲିଛି ଆମ ଲାଇଭରେ କ'ଣ ଏତେ କହିବେ ଆଜ୍ଞା ଲାଇଭ୍ ଚଲାନ୍ତୁ କିନ୍ତୁ ମହାପୁରୁଷଙ୍କ ଲେଖା 27 ଠାରୁ ଆରମ୍ଭ ହୋଇ 30 ପର୍ଯ୍ୟନ୍ତ ଚାଲିବ ହୀରାକୁଦ ବନ୍ଧ ଭାଙ୍ଗିବା ସତ୍ୟ ଚିତ୍ର ମାସ ମିଶିବା ସତ୍ୟ କିନ୍ତୁ ସେ ସମୟ ହେଇନି ଏମାନେ କ'ଣ କରୁଛନ୍ତି ନା ହେଇଗଲା ହେଇ ଆସିଗଲା ଲୋକଙ୍କୁ ଭୁଆଁ ବୁଲେଇବା କିଛି ଆବଶ୍ୟକ ନାହିଁ ଆଜ୍ଞା ସମୟ ହେଲେ ଆପେ ଆପେ ଆପଣ ଜାଣିବେ ଏବଂ ଲୋକମାନେ ମଧ୍ୟ ଅନୁଭବ କରିବେ ପ୍ରକୃତ କ'ଣ ହବ ଯେଉଁମାନେ ଭଣ୍ଡଉଛନ୍ତି ଲୋକଙ୍କୁ ଭଣ୍ଡଉଛନ୍ତି ପାଣି ଆସିବ ସେ କହୁଛନ୍ତି କ'ଣ ନା 56ରେ ଢେଉ ମାଡ଼ି ଆସିବ ବଡ଼ ଦେଉଳରେ ପାଣି ପଶିବ ସିଂହାସନରେ ଯେ ଥିବେ ବରୁଣ ବଡ଼ ପଣ୍ଡାଙ୍କର ହେବ ମରଣ ଜଗନ୍ନାଥ ଯିବେ ଛତିଆ ପୁରୀ ସଂସାରେ ପଡ଼ିବ ଚମକ ହୁରି
13 ଦିନ କ୍ଷେତ୍ର ହେବ ଛତିଆ ଭକତ ରହିଛି ତୋଇ ହାରିଆ। ବୁଝୁଛନ୍ତି ଆଜ୍ଞା? ଆଜ୍ଞା ଆଜ୍ଞା ଏ ଛପନ ଢେଉ ଆସିବ ସିଂହାସନରେ ବନଥିବେ। ସ୍ୱାଗତ କରୁଛୁ ଆମ ଚ୍ୟାନେଲ କୁ, ଯାହାକି ବିସ୍ତୃତ ଭାବେ ଆମ ଦର୍ଶକ ମାନଙ୍କୁ ବୁଝି ଯାଉଛନ୍ତି, ଯାହାକୁ ଧନ୍ୟବାଦ ଦଉଛ। ଆଜ୍ଞା ନମସ୍କାର, ଆପଣଙ୍କ ବାଣୀକି ଏଇଠି ବିରାମ ଦଉଛି। ଜୟ ଜଗନ୍ନାଥ, ଜୟ ପଞ୍ଚ। ଜୟ ଜଗନ୍ନାଥ, ସମସ୍ତଙ୍କୁ ପ୍ରଣାମ।